फ्रेंड्स मु प्रसाद ମୁଁ ଗୋଟେ କଥା କହିବା ପାଇଁ ଚାହୁଁଛି ସିଏସସି ଜନସେବା କେନ୍ଦ୍ର ଆମର ଯିଏ ବି କରୁଛନ୍ତି ଯୋଉ ପ୍ରଦେଶ ସିଷ୍ଟମ ସିଏସସି କମନ ସର୍ଭିସ ସେଣ୍ଟର ଆପଣ ସେଇଠି ଜାଣିଛନ୍ତି ଇ କମର୍ସ ହଉଛି ଆମେ ଏଇବିଏସ୍ ମାଧ୍ୟମରେ କ୍ୟାଶ ୱିଡ୍ର କରିବା ରେଲୱେ ଟିକଟ ବୁକିଂ କରିବା ରିଚାର୍ଜ ଫ୍ଲାଇଟ୍ ହୋଟେଲ କ୍ରେଡିଟ कार्ड ବିଲ୍ ବହୁତ କିଛି ସର୍ଭିସ ଆମେ ଗୋଟେ ଜନସେବା କେନ୍ଦ୍ର ଜାଣିଛୁ ସବୁ କିଛି ସର୍ଭିସ ଆମେ କଷ୍ଟମର କୁ ପ୍ରୋଭାଇଡ କରୁ ମାନେ ଆମ କ୍ଲାଇଣ୍ଟ ମାନଙ୍କୁ ଯିଏ ଆସନ୍ତି ଆମେ ତାଙ୍କୁ ପ୍ରୋଭାଇଡ କରୁଛେ ଓକେ ଆପଣ ମ୍ୟାକ୍ସିମମ୍ କମ୍ପାନୀରୁ ଆଇଡି ନେଇକିରି ଆପଣ କାମ କରନ୍ତି ଓକେ ଠିକ ଅଛି ବଟ୍ ମୁଁ ଯୋଉ କମ୍ପାନୀର ମୋର ଏକ୍ସପିରିଏନ୍ସ ମୁଁ ଯୋଉ କମ୍ପାନୀରେ ଏବେ କାମ କରୁଛି ସେଇ କମ୍ପାନୀ ବିଷୟରେ ଆପଣଙ୍କୁ କହିବାକୁ ଚାହୁଁଛି पे पॉइंट इंडिया देन पे पॉइंट इंडिया पे पॉइंट इंडिया ଗୋଟେ ବେଷ୍ଟ କମ୍ପାନୀ ବିଫୋର 20 years कंपनी को पूरा इंडिया रे सर्विस दे आसी जस्ट गोटे रिचार्ज रू से प्लेटफॉर्म रू स्टार्ट करथिला कंपनी बट एबे एते बड़ लेवल रे काम करूची 20 इयर्स पुराना बहुत पुराना कंपनी बहुत ट्रस्टेड कंपनी छे ता सहित आमे मिसी काम कले हमु सर्विस भी बहुत भलो सर्विस गुड सर्विस मिलुची ता सह अदर कंपनी जो अछि तांको कंपनी सेही कंपनी एठी हमु सर्विस अधिक मिले ଆପଣଙ୍କୁ ୱାନ୍ସ ମିଳିଯିବ ଏଇପିଏସ୍ ଆଧାର ଏନିବଲ୍ ପେମେଣ୍ଟ ସର୍ଭିସ ଯୋଉଟା କି ଆମେ ରୁରାଲ ଏରିଆରେ ଜାଣିଥିବେ କଷ୍ଟମର ର ଆଧାର ନମ୍ବର ଦେଇକିରି ଆମେ କ୍ୟାଶ ୱିଥଡ୍ର କରୁଛେ ସେଟା ବେଷ୍ଟ ଗୋଟେ सर्विस प्रोवाइड करछि कंपनी देन माइक्रो एटीएम जोटा स्मॉल एटीएम आपण देखिथिबे मिनी एटीएम को जाय एति छोटो एटीएम थाए सेटा ଆମେ କ୍ୟାଶ ୱିଥଡ୍ର କରୁଛେ ବେस्ट कमिशन दउछि ता सहित आपनकु रिचार्ज हे गला कमिशन होछि ଆପଣ ଚାହିଁଲେ ଟ୍ରେନ ବୁକିଂ କରିପାରିବେ ବହୁତ ଭଲ କମିଶନ ପ୍ରୋଭାଇଡ କରୁଛି କମ୍ପାନୀ ବହୁତ ଇଜି ଅଛି ଟ୍ରେନ ବୁକିଂ କରିବା ପାଇଁ ତା ସହିତ ଆପଣଙ୍କର ଏଲଆଇସି ପ୍ରିମିୟମ ଦେଇପାରିଲେ ତା ସହିତ ଆମେ ଇ ଚାଲାଣ ଯୋଉଟା କି ଆମେ କିଛି ଆମର ବାଇକଲରେ ଯୋଉ କିଛି ଯୋଉ ଆମର କିଛି ଫାଇନ ଫାଇନ ପଡି ଯାଇଥାଏ ସେଇଟା ବି ଆମେ ଇ ଚାଲାଣ ବି ଏଇଟାରେ ଆମ ପେ ପଏଣ୍ଟ ଆଇଡିରେ କରିପାରିବା ତା ସହିତ ବେଷ୍ଟ ଅଫ ସର୍ଭିସ ହଉଛି ଇଣ୍ଡିଆରେ ନମ୍ବର ୱାନ ଯୋଉଟା କି କୋଉ କମ୍ପାନୀ ଏମିତି ନାହିଁ ଲଞ୍ଚିଂ କରିଛି ଏଇ ସର୍ଭିସ ତାର ଆରବିଆଇ ର ଆରବିଆଇ ରୁ ଅପ୍ରୁଭ ଆଣିକି ସେ କରିଛି ନିଜର ଖୁଦର ଆପଣ ଅନ୍ୟ କମ୍ପାନୀରେ ଦେଖିଥିବେ ଆମେ ଏକ୍ସାମ୍ପଲ ଗୋଟେ ମିନି ବ୍ରାଞ୍ଚ ଭଳି ଗୋଟେ ରୁରାଲ ରେ ଆମେ ଗୋଟେ ଗାଁରେ ଗୋଟେ ଛୋଟ ବ୍ୟାଙ୍କରେ ପଇସା ଲେନା ଦେନା ଆମେ କରୁଛେ କ୍ୟାଶ ୱିଥଡ୍ର କରୁଛି ସେ କ୍ୟାଶ ଟା ଏଇବିଏସ୍ ମାଧ୍ୟମରେ କ୍ୟାଶ ୱିଥଡ୍ର କଲେ କଷ୍ଟମର ର ଆଧାର ନମ୍ବର ଦେଇକିରି ତା ସହିତ ଆମେ ଫିଙ୍ଗର ଦେଇକି ତାଙ୍କ କ୍ୟାଶ ୱିଥଡ୍ର କଲେ କ୍ୟାଶ ୱିଥଡ୍ର କଲା ପରେ ସେ କ୍ୟାଶ ଟା ଆମର ୱାଲେଟ ରେ ଆସୁଛି ଏଡ୍ ହେଇଯାଏ ସେ ଏମାଉଣ୍ଟ ଆମେ କଣ କରେ ଯେ କଣ କରନ୍ତି ସେ ଏମାଉଣ୍ଟ ଆମେ ବ୍ୟାଙ୍କକୁ ଆମ ନିଜ ବ୍ୟାଙ୍କକୁ ସେଟଲମେଣ୍ଟ କରନ୍ତି ଦେନ୍ ଏଇଟାରେ ଗୋଟେ ଏମିତି ସର୍ଭିସ ଦେଇଛି କମ୍ପାନୀ ଆପଣଙ୍କୁ ସେଇ ପଇସା ହିଁ ଆପଣ ୟୁପିଆଇ କରିପାରିବେ ଯୋଉଟା କି ଏକ୍ସାମ୍ପଲ କିଏ ଆସିଲା ଆପଣଙ୍କୁ ଫୋନ ପେ ଗୋଟେ 10,000 କରିବାର ଅଛି ତ ଫୋନ ପେ ଏମିତି 10,000 କରିବାଟା ଆମ ଆକାଉଣ୍ଟ ରୁ ଅନ୍ୟ ଆକାଉଣ୍ଟ କୁ 10,000 ଗଲେ ବହୁତ ରିକ୍ସ ଥାଏ ତା ସହିତ ଆମର ବ୍ୟାଙ୍କ ଆମକୁ ଫାଇନ ବି କିଛି ପକାନ୍ତି 20,000 ଯେତେବେଳେ ହେଇଯାଏ ତ ସେଇ କଣ ହୁଏ ଡାଇରେକ୍ଟ କଷ୍ଟମର କୁ ଆମେ ସେଇ ପେ ପଏଣ୍ଟ ଡାଇରେକ୍ଟ ସ୍କାନ ଆଣ୍ଡ ପେ କରିପାରିବା ଏଇଟା ଗୋଟେ ବେଷ୍ଟ ସର୍ଭିସ ସେ ଦେଇଛି ତା ସହିତ ସର୍ଭିସ ଆଉ ଗୋଟେ ପ୍ରୋଭାଇଡ କରୁଛି ଆପଣ ଜାଣିଥିବେ ଯେ ଷ୍ଟୁଡେଣ୍ଟ ମାନଙ୍କ ଗୋଟେ ଏକାଉଣ୍ଟ ନିହାତି ଦରକାର ଥାଏ ତ ଆଜିକା ଡେଟ ରେ ଏମିତି ତ ଡିଜିଟାଲ ହେଇଗଲା ନା ଦେନ ଗୋଟେ ଆକାଉଣ୍ଟ ଓପନ କରିବାକୁ ହେଲେ ବ୍ୟାଙ୍କକୁ ଯିବାକୁ ପଡେ ବ୍ୟାଙ୍କର କିଛି ସମୟ ଲଗେଇବା ହୁଏ ହବାକୁ ପଡୁଛି ତାପରେ ଏକାଉଣ୍ଟ ଆସିଲେ ଆସି ଗୋଟେ ଦିନ ଦି ଦିନ ଦି ଦିନ ହେଇଯାଉଛି କିନ୍ତୁ ପେ ପଏଣ୍ଟ କଣ କରୁଛି ଆପଣଙ୍କୁ ଜଷ୍ଟ ଫିଉ ମିନିଟ୍ସ ଆଇ ଥିଙ୍କ ମୋ ନଜରରେ ଗୋଟେ ମାକ୍ସିମମ୍ 20 ମିନିଟରେ ଆପଣଙ୍କୁ ୟୁପିଆଇ ସହିତ କନେକ୍ଟ କରିକି ଆପଣ କଷ୍ଟମର କୁ ଦେଇପାରିବେ ଯେହେତୁ ଆଜିକା ଡେଟରେ ଯଦି ଆମେ